ମାର୍କ 10 ପର୍ବ 48 ପଦରେ ଆମେ ବାର୍ତ୍ତିମେୟ ନାମକ ଜଣେ ଅନ୍ଧ ଭିକ୍ଷୁକ ବିଷୟରେ ଦେଖୁଛୁ। ସେ ଲୋକଟି ଅନ୍ଧ ଥିଲା। ହୁଏତ ଲୋକମାନେ ତାକୁ କହିଥିବେ ଯେ ତୁ ଆଉ ଜୀବନରେ ଦେଖିବାକୁ ପାରିବୁନି, କିନ୍ତୁ ସେ ଯୀଶୁଙ୍କ ବିଷୟରେ ଶୁଣିଥିଲା ଆଉ ତାଙ୍କର ଶକ୍ତି ଉପରେ ତାର ବିଶ୍ୱାସ ଥିଲା। ଆଉ ସେ ଜାଣିଥିଲା ଯେ ଯୀଶୁ ଯଦି ଚାହିଁବେ ତେବେ ସେ ନିଶ୍ଚୟ ଦେଖିବାକୁ ପାଇବେ। ଯୀଶୁ ତାକୁ କହିଲେ, ଯାଅ, ତୁମ ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ଆଉ ତତ୍କ୍ଷଣାତ ସେ ଦୃଷ୍ଟି ପାଇ ତାଙ୍କ ପଛରେ ଚାଲିବାକୁ ଲାଗିଲା। ଏହି ଶାସ୍ତ୍ରାଂଶରେ ଆମେ ବାର୍ତ୍ତିମେୟ ଅନ୍ଧ ଭିକ୍ଷୁକ ଜୀବନରୁ କିଛି ଶିଖିବାକୁ ପାରୁଛୁ। ଲୋକମାନେ ସବୁବେଳେ ଆମକୁ ବାଧା ଦେବେ। ଶୟତାନ ସବୁ ସମୟରେ କାହାକୁ ନା କାହାକୁ ପଠାଇ ଦିଏ ଏହା କହିବା ପାଇଁ ଯେ ପ୍ରାର୍ଥନା କଲେ କିଛି ହେବ ନାହିଁ, ଲୋକମାନେ କ'ଣ କହିବେ। ଆପଣ ଯଦି ଲୋକମାନଙ୍କୁ ଶୁଣିବା ତେବେ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କର୍ମ ଆମ ଜୀବନରେ ଆମେ ଦେଖିବାକୁ ପାରିବା ନାହିଁ। ଆମେ ସେଥିରୁ ବଞ୍ଚିତ ହେବା। ଅନ୍ଧକୁ ଲୋକମାନେ ବାଧା ଦେଲେ, ଗାଳି କଲେ, ଚୁପ୍ ହେବା ପାଇଁ କହିଲେ, କିନ୍ତୁ ସେ ତାର ଦୃଷ୍ଟି ଯୀଶୁଙ୍କ ଉପରୁ ହଟାଇଲା ନାହିଁ। ଆଉ ସେ ଦୃଷ୍ଟି ଶକ୍ତି ଫେରି ପାଇଲା।